କଣ ପାଇଁ ଦୀର୍ଘ ଦିନ ହବ ନାଇଁ ନଥିବାର ଖରାରେ ଫ୍ୟାନ୍ ନାହିଁ ଲାଇନ୍ ନାହିଁ କେତେ ଦିନ ସେକ୍ଟର ମୁଁ ଏ ବିଷୟରେ ଶୁଣନ୍ତୁ ମୋର ଅଥରିଟି ଅପଚାଲ ଡହ ଡହ ଖରାରେ ଛୋଟ ଛୋଟ ପିଲାମାନେ କିଭଳି ଭାବରେ ସ୍କୁଲ ଭିତରେ ପାଠ ପଢୁଛନ୍ତି ଆପଣ ଦେଖିଲେ ତାଜୁବ ହେଇଯିବେ। ଦୀର୍ଘ ଦିନ ହେଇଗଲା ଏଠି ଯୋଉ କୁନି କୁନି ପିଲାମାନେ ଆସୁଛନ୍ତି, ଯୋଉ କମଳବସୀ ଶିଶୁମାନେ ଆସୁଛନ୍ତି, ଇଏ ହଉଛି କୋରେଇ ବ୍ଲକ ଅନ୍ତର୍ଗତ ତୁଳସୀ ଗ୍ରାମ ପଞ୍ଚାୟତର ଯୋଉ କୋ ଗାଁ ରହିଛି, ଯୋଉ ପ୍ରାଥମିକ ବିଦ୍ୟାଳୟ ରହିଛି, ଏଠି ଯୋଉ ଛୋଟ ଛୋଟ ପିଲାମାନେ ପାଠ ପଢୁଛନ୍ତି ଆପଣ ଦେଖିପାରୁଥିବେ ବୈଶାଖ ମାସରେ ଯୋଉଭଳି ଖରା, ଆପଣ ମାନେ ବଡ ବଡ ଲୋକ ଏଠି ଖରାକୁ ବାହାରିବା ପାଇଁ ଡରୁଥିବା ବେଳେ ଆପଣ ଦେଖୁଛନ୍ତି ଛୋଟ ଛୋଟ ପିଲାମାନେ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଛନ୍ତି। କିନ୍ତୁ ଆଜିକି ଦୀର୍ଘ ଦିନ ଘଟିଯିବା ପରେ ମଧ୍ୟ ବିଓ ସାର୍ ମଧ୍ୟ ଯୋଉ ଥିଲେ ସ୍କୁଲରେ ତାଙ୍କର ନଜର ପଡିନାହିଁ ଏବଂ ଯୋଉ ଶତାଧିକ ରହିଛନ୍ତି ଛୋଟ ଛୋଟ ପିଲାମାନେ ସେ କିଭଳି ଭାବରେ ଏଇ ଗରମରେ ପାଠ ପଢୁଛନ୍ତି। ଯଦି ତାଙ୍କର କିଛି କ୍ଷୟକ୍ଷତି ହେଇଯାଏ ସେଥିପାଇଁ କିଏ ରହିବେ ଦାୟୀ? ନା ସ୍କୁଲର ପ୍ରଧାନ ଶିକ୍ଷକ ରହିବେ ନା ବିଓ ରହିବେ? ଆଜି ଆମେ ଯେତେବେଳେ ପ୍ରଶ୍ନ ଉଠାଇଲୁ ଏବଂ ଯେତେବେଳେ ପଚାରିଲୁ କୌଣସି ପ୍ରକାର ଉତ୍ତର ଦେଲେ ନାହିଁ ପ୍ରଧାନ ଶିକ୍ଷକ ଏବଂ ବିଓଙ୍କୁ ଯେତେବେଳେ ଆମେ ଫୋନ ମାଧ୍ୟମରେ ଇନଫର୍ମେସନ ଦେଲୁ ସେତେବେଳେ ମଧ୍ୟ ସେ କହିଲେ ଆମକୁ ଖବର ଏବେ ଆସିଲା। ଆଜିକୁ 21 ମସିହାରୁ ଏଇ ସ୍କୁଲରେ ଯୋଉ ରହିଛି ଇଲେକ୍ଟ୍ରିକକୁ ନେଇକି ଯୋଉ ସମସ୍ୟା ରହିଛି ଆଜି ପର୍ଯ୍ୟନ୍ତ ତା ପୂରଣ ହେଇପାରୁନାହିଁ। ଆମେ ଆସିକି ପହଞ୍ଚନ୍ତି ଏଇ ସ୍କୁଲରେ, ଆପଣ ଦେଖି ପାରୁଥିବେ। ଆମ ସହିତ ଅଛନ୍ତି ଜଣେ କୋରେଇର ସମାଜସେବୀ, ତାଙ୍କ କତରୁ ଏଇ ବାବଦରେ କିଛି ପ୍ରତିକ୍ରିୟା ନେବା। ଆପଣ ପରିଚୟ ରଖିବେ। ସୁରେନ୍ଦ୍ର କୁମାର ବରା, ସଭାପତି ଯାଜପୁର ସୁରକ୍ଷା। କଣ କହିବେ ଏଇ ଯୋଉ ସ୍କୁଲର ସମସ୍ୟା ଅଛି ଇଲେକ୍ଟ୍ରିକକୁ ନେଇକି? ଏଠି ଛୁଆଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ବିଓ ସାର୍, ଆମର ଶିକ୍ଷକ ସାର୍ ଆଉ ଶିକ୍ଷା ଡିପାର୍ଟମେଣ୍ଟ। ଏଠି ବଞ୍ଚିବାର ଅଧିକାର କୁ ଉଲ୍ଲଂଘନ କରୁଛନ୍ତି ଶିକ୍ଷା ଡିପାର୍ଟମେଣ୍ଟ। ଏଠି ବୈଶାଖ ମାସ 42 ଡିଗ୍ରୀ ଟେମ୍ପରେଚରରେ ଆଜବେଷ୍ଟ ଘରେ ଛୁଆମାନେ କିପରି ଭାବରେ ପାଠ ପଢୁଛନ୍ତି ଆଉ ତାଙ୍କୁ ଏ ନିର୍ଯାତନା ଦଉଛନ୍ତି କାହିଁକି ଶିକ୍ଷା ବିଭାଗ? ତାପରେ ଦିନେ ନିଏ କି ମାସେ ନିଏ, ବର୍ଷର ଇଏ ହଉଛି ଅସୁବିଧା। ତେଣୁ ଅନୁରୋଧ କରିବୁ ବିଏସ୍ ସାର୍ଙ୍କୁ, ଅନୁରୋଧ କରିବୁ ଏମଏଲ ବାବୁଙ୍କୁ, ଅନୁରୋଧ କରିବୁ ଶିକ୍ଷା ବିଭାଗକୁ ଯଥାଶୀଘ୍ର ଏ ସ୍କୁଲରେ ଲାଇନ ବ୍ୟବସ୍ଥା କରାଯାଉ, ଛୁଆଙ୍କ ଜୀବନ ସହିତ ଖେଳ ଖେଳିବା ବନ୍ଦ କରାଯାଉ, ନଚେତ ଆମେ ବିଓ ଅଫିସ ଘେରାଉ କରିବୁ, ସ୍କୁଲରେ ତାଲା ପକାଇବୁ ଆଉ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ କ୍ୟାମ୍ପସରେ ଅଟକ ରଖିବୁ। ସେଥିପାଇଁ ଯାହା ଦଣ୍ଡ ହବ ଛୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ କି ଛୁଆଙ୍କର ଭବିଷ୍ୟତ ପାଇଁ ଆମେ ସେ ଦଣ୍ଡକୁ ଖୁସିରେ ଖୁସିରେ ଶୟନ କରିବୁ। ଧନ୍ୟବାଦ। ଦେଖୁଥିଲେ ଯୋଉଭଳି ଭାବରେ ସୁରେନ୍ଦ୍ର ବାବୁ କହୁଥିଲେ ଯଦି ଏ ପିଲାଙ୍କର ଯଦି କିଛି କ୍ଷତି ହେଇଯାଏ ସେଥିପାଇଁ କିଏ ଦାୟୀ ରହିବେ? ଏ ହଉଛି ବଡ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ସେ ମଧ୍ୟ ଏଇ ଆମ ଗଣମାଧ୍ୟମ ମାଧ୍ୟମରେ ଅନୁରୋଧ କରୁଛନ୍ତି, ନିବେଦନ କରୁଛନ୍ତି, ଯିଏ କୋରେଇର ବିଧାୟକ ରହିଛନ୍ତି, ଗୋଟେ ପଟେ ସରକାର ଯେତେବେଳେ କହୁଛନ୍ତି ଯୋଉ ମାନେ ଶିକ୍ଷାକୁ ନେଇ ଯେତେ ଗୁଡିଏ ବିଭାଗ ପାଠ ପଢିବା ପାଇଁ ଯୋଉ ଅବସ୍ଥା ରହିଛି ସ୍କୁଲରେ ଆପଣ ଦେଖୁଥିବେ, ଏଇ ଦେଖନ୍ତୁ ଆଜବେଷ୍ଟ ରହିଛି, ଆଜବେଷ୍ଟ ତଳେ କିଭଳି ଭାବରେ କେତେ ଗରମ ହଉଥିବ, 40 ଡିଗ୍ରୀ ସେଲସିୟସରେ ପିଲାମାନେ ସହ୍ୟ କରିକି ପାଠ ପଢୁଛନ୍ତି। ଗୋଟେ ପଟେ ସରକାର କହୁଛନ୍ତି ପିଲାମାନଙ୍କର ଭବିଷ୍ୟତ ଏବଂ ଶିକ୍ଷା ହଉଛି ସବୁଠୁ ମୂଳ। ତେଣୁକରି ଗୋଟେ ପଟେ କହୁଥିବା ବେଳେ ସରକାର ଅନ୍ୟ ପଟେ ଦେଖୁଥିବେ କିଭଳି ତାର ଚିରାଚରିତ୍ର ଦେଖିବାକୁ ମିଳୁଛି। ଏଠି ଇଲେକ୍ଟ୍ରି ନାହିଁ, ବିନା ଫ୍ୟାନରେ କିଭଳି ଭାବରେ ପିଲାମାନେ ପାଠ ପଢୁଛନ୍ତି। ଯଦି କିଛି କ୍ଷୟକ୍ଷତି ହେଇଯାଏ ତା ପାଇଁ କିଏ ରହିବେ ଦାୟୀ? ଯୋଉ କଥା ଆମେ ପଚାରୁଥିଲୁ ପ୍ରଧାନ ଶିକ୍ଷକ ରହିଛନ୍ତି, ଆପଣ ବିଓ ସାର୍ଙ୍କୁ ଲିଖିତ ଆକାରରେ ଅଭିଯୋଗ ଦେଇଛନ୍ତି କି? ସିଏ କହୁଥିଲେ ନା ଆମେ ଦେଇନୁ। କାହିଁକି ଦେଇନାହାନ୍ତି କହିଲେ ସେ ଚୁପ ରହୁଛନ୍ତି, କୌଣସି ପ୍ରକାର ଉତ୍ତର ଦେଉନାହାନ୍ତି। ଯଦି ଆମେ କହିବା ଏ ଯେ ବିଓ ସାର୍ ଯିଏ ରହିଛନ୍ତି ଇନଫର୍ମେସନ ଦେଲା ପରେ ସେ ଯୋଉ ସମୟ ମାଗିଛନ୍ତି ଚେଷ୍ଟା କରିବେ, ଏଇ ଯୋଉ ଚେଷ୍ଟାର ଯୋଉ କଥା ରହିଛି, ଯୋଉ ପ୍ରଶ୍ନ ଉଠୁଛି ସେଥିପାଇଁ ଏ ଦାୟୀ ହବ। ଆପଣ ଦେଖିବେ ବର୍ତ୍ତମାନ ଯୋଉ ଖରା ସମସ୍ୟା ନାକି କୋରେଇରେ ଅନେକ ଜାଗାରେ ପାଣିର ସମସ୍ୟା ଥିବା ବେଳେ ଦେଖନ୍ତୁ ଏଥିରେ ମଧ୍ୟ ପାଣି ଟୋପେ ବି ଆସିବ ନାହିଁ। ଏଇ ଯୋଉ ସ୍କୁଲ ଭିତରେ ଯୋଉ ପାଣିର ସମସ୍ୟା ରହିଛି ଏହା ମଧ୍ୟ ନଜରକୁ ଆସି ପାରୁନାହିଁ। ଠିକାଦାର ଏଇ ଇଲେକ୍ଟ୍ରିକ ସଂଯୋଗ କରିବା ପାଇଁ ତାଙ୍କର ବିଲ୍ କରି ନେଇଛନ୍ତି ଏବଂ ପାଣି ପାଇପର କାମ ହେଇଛି, କିନ୍ତୁ ଏଠାରେ ପାଣି ପହଞ୍ଚି ପାରୁନାହିଁ କି ବିଦ୍ୟୁତ ପହଞ୍ଚି ପାରୁନାହିଁ। ଯୋଉ କଥା ଆମେ ପଚାରୁଥିଲୁ ଏବଂ ବିଓ ସାର୍ଙ୍କୁ ପଚାରୁଥିଲୁ, କହିଲେ ଏ ବାବରେ ମୁଁ ଅବଗତି ନାହିଁ। ଦୀର୍ଘ ଦିନ ହେଲା ଯଦି ଅବଗତି ଦେଇନାହାନ୍ତି ପ୍ରଧାନ ଶିକ୍ଷକ କିମ୍ବା ସ୍କୁଲର କମିଟି ଯୋଉ ରହିଛି, ସ୍କୁଲକୁ ଚଳିବା ପାଇଁ ଯୋଉ କମିଟି ରହିଛି, ସେ କିଭଳି ଭାବରେ ପିଲାମାନଙ୍କର ଜୀବନ ପ୍ରତି ଖେଳୁଛନ୍ତି ଆପଣ ସିଧାସଳଖ ଦେଖୁଛନ୍ତି। ତାପରେ ଆମେ ଦେଖିବା ଆଗାମୀ ଦିନରେ ଏଇ ବିଦ୍ୟୁତର ସମାଧାନ କେମିତି ହେଇପାରିବ, ପାଣିର ସମାଧାନ କେମିତି ହେଇପାରିବ ଏବଂ ଯୋଉ ଆଜବେଷ୍ଟ ସ୍କୁଲ ରହିଛି ତାର ମଧ୍ୟ କେମିତି ପକ୍କା ଘର ମିଳିପାରିବ, ଭଲ କ୍ଲାସ ମିଳିପାରିବ। ସେଥିପାଇଁ ଆମେ ଆଗକୁ ଦେଖିବା। ଯାଜପୁର ଜିତୁ ବେହେରା, ନ୍ୟୁଜ 19 ଓଡ଼ିଶା।